ଶ୍ରେଣୀ ପଞ୍ଚମ, ବିଷୟ ସାମାଜିକ, ପ୍ରସଙ୍ଗ ଖାଦ୍ୟ ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀ। ଉପପ୍ରସଙ୍ଗ ଗମନାଗମନ ଓ ପରିବହନ କ୍ଷେତ୍ରରେ ନିୟୋଜିତ କର୍ମଜୀବୀ। ପୂର୍ବକାଳାଂଶରେ ଆମେ ଖାଦ୍ୟ ଉତ୍ପାଦନ ବିଷୟରେ ପଢ଼ିଥିଲେ, ତାକୁ ନେଇ କିଛି ପ୍ରଶ୍ନ ପଚାରୁଛି। 1 ନମ୍ବର ପ୍ରଶ୍ନ, ଖାଦ୍ୟକୁ କାହିଁକି ମୌଳିକ ଆବଶ୍ୟକତା ରୂପେ ନିଆଯାଇଛି ବା ନିଆଯାଏ? ଉତ୍ତର, ମନୁଷ୍ୟ ବଞ୍ଚି ରହିବା ପାଇଁ ଖାଦ୍ୟ ଆବଶ୍ୟକ। ଏହି ଖାଦ୍ୟରୁ ମନୁଷ୍ୟକୁ ଶକ୍ତି ମିଳିଥାଏ ଏବଂ ସେ କାର୍ଯ୍ୟ କରିବାକୁ ସାମର୍ଥ୍ୟ ହୁଏ। 2 ନମ୍ବର ପ୍ରଶ୍ନ, କର୍ମଜୀବୀ ଚାଷୀଠାରୁ ସମାଜର ସମସ୍ତେ କିପରି ଉପକାର ପାଆନ୍ତି? ଉତ୍ତର, କର୍ମଜୀବୀ ଚାଷୀ ନିଜର ଜୀବିକା ନିର୍ବାହ ପାଇଁ ଚାଷ କରନ୍ତି ଏବଂ ତାକୁ ବିକ୍ରି କରି ଅର୍ଥ ଉପାର୍ଜନ କରନ୍ତି ଏବଂ ସେହି ବିକ୍ରି ସାମଗ୍ରୀକୁ ସମାଜର ଅନ୍ୟ ସମସ୍ତ ଲୋକମାନେ କିଣନ୍ତି ଏବଂ ନିଜର ଖାଦ୍ୟ ରୂପେ ବ୍ୟବହାର କରନ୍ତି। ଏହିପରି ଭାବରେ ସେ ସମାଜର ଉପକାର କରନ୍ତି। ଏବଂ ମନେ ରଖିବା, ସମାଜର ପ୍ରତ୍ୟେକ କର୍ମଜୀବୀ ଅନ୍ୟ ଜଣେ କର୍ମଜୀବୀଙ୍କ ଠାରୁ ଉପକାର ବା ସାହାଯ୍ୟ ପାଇଥାନ୍ତି। ଗମନାଗମନ ଓ ପରିବହନ କ୍ଷେତ୍ରରେ ନିୟୋଜିତ କର୍ମଜୀବୀ। ଆମେ ଆମ କାମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉ, ସେଥିପାଇଁ ଆମେ ସାଇକେଲ, ରିକ୍ସା, ମୋଟର ସାଇକେଲ, ବସ୍, ରେଳ, ଉଡ଼ାଜାହାଜ ଆଦିର ସାହାଯ୍ୟ ନେଇଥାଉ। ସେହିପରି ଗୋଟିଏ ସ୍ଥାନର ମାଲପତ୍ର ମଧ୍ୟ ଅନ୍ୟ ସ୍ଥାନକୁ ବିଭିନ୍ନ ଯାନବାହନ ମାଧ୍ୟମରେ ଯାଇଥାଏ। ଏସବୁକୁ ଗମନାଗମନ ଓ ପରିବହନ କାର୍ଯ୍ୟ କହିଥାଉ। ଏହିସବୁ କାର୍ଯ୍ୟରେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର କାମ କରିଥାନ୍ତି। ତେବେ ଆମେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଏ କୌଣସି କାର୍ଯ୍ୟରେ ବା କୌଣସି ଜରୁରୀକାଳୀନ ପରିସ୍ଥିତିରେ, ସେଥିପାଇଁ ଆମେ କେଉଁଥିରେ ଯାଏ? ସାଇକେଲରେ କି ନହେଲେ ରିକ୍ସା କିମ୍ବା ମୋଟର ସାଇକେଲ, ବସ୍, ରେଳ କିମ୍ବା ଉଡ଼ାଜାହାଜ ମାଧ୍ୟମରେ। ଏହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ହିଁ ଗମନାଗମନ କୁହାଯାଏ। ଠିକ୍ ସେହିପରି ଗୋଟିଏ ସ୍ଥାନର ମାଲପତ୍ର ବା ଜିନିଷ ଅନ୍ୟ ଏକ ସ୍ଥାନକୁ ଯାନବାହନ ସାହାଯ୍ୟରେ ନିଆଯାଇଥାଏ ଏବଂ ତାକୁ ପରିବହନ କୁହାଯାଏ। ଗମନାଗମନ ନିମନ୍ତେ ରାସ୍ତା ଏକାନ୍ତ ଆବଶ୍ୟକ। ରାସ୍ତା ତିଆରି କାମରେ ବହୁ ଶ୍ରମିକ, ଠିକାଦାର, ଯନ୍ତ୍ରୀ ଆଦି କାର୍ଯ୍ୟ କରନ୍ତି। ରାସ୍ତା ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକ ହେଲା ଗୋଡ଼ି, ମୋରମ, ପିଚୁ, ବାଲି, ସିମେଣ୍ଟ ଇତ୍ୟାଦି। ଏସବୁ ପ୍ରସ୍ତୁତ କରିବା ଓ ଯୋଗାଇବା ପାଇଁ ବିଭିନ୍ନ କର୍ମଚାରୀ ନିଯୁକ୍ତି ହୋଇଥାନ୍ତି। ରାସ୍ତାର ଯୋଜନା ମଧ୍ୟ ଯନ୍ତ୍ରୀମାନଙ୍କ ଦ୍ୱାରା ହୋଇଥାଏ। ତେବେ ଆମେ ଜାଣିଲେ ଗମନାଗମନ ପାଇଁ ରାସ୍ତା ନିତାନ୍ତ ଆବଶ୍ୟକ। ରାସ୍ତା ନିହାତି ଦରକାର ଏବଂ ସେ ରାସ୍ତା ତିଆରି ପାଇଁ ବହୁତ ଶ୍ରମିକ, ଠିକାଦାର ଏବଂ ଯନ୍ତ୍ରୀଙ୍କର ଆବଶ୍ୟକ ଥାଏ। ଯନ୍ତ୍ରୀ କହିଲେ ଇଞ୍ଜିନିୟର ଏବଂ ସେହି ରାସ୍ତା କାମ ପାଇଁ ଗୋଡ଼ି ବା ଚିପ୍ସ, ମୋରମ, ପିଚୁ, ବାଲି, ସିମେଣ୍ଟ ଇତ୍ୟାଦି ଆବଶ୍ୟକ। ସେହି ରାସ୍ତା ତିଆରି କରିବା ପାଇଁ ସାଧାରଣତଃ ଠିକାଦାରଙ୍କୁ ନିଯୁକ୍ତି ଦିଆଯାଇଥାଏ ଏବଂ ସେ ରାସ୍ତା କାମ ପାଇଁ ଶ୍ରମିକ ନିୟୋଜିତ କରନ୍ତି ଏବଂ ଠିକ୍ ଭାବରେ ରାସ୍ତା କାମ ହେଉଛି କି ନାହିଁ ତାହା ଯନ୍ତ୍ରୀମାନେ ତଦାରଖ କରନ୍ତି ବା ଇଞ୍ଜିନିୟରମାନେ ତଦାରଖ କରନ୍ତି ତାକୁ। ମୁଁ ଏବେ ରାସ୍ତା କାର୍ଯ୍ୟରେ ନିୟୋଜିତ କର୍ମଜୀବୀଙ୍କ ନାମ କହିବି ଏବଂ ରାସ୍ତା ତିଆରି ବେଳେ ତାଙ୍କର କାର୍ଯ୍ୟ କ'ଣ ତାହା ମଧ୍ୟ କହିବି। ଶ୍ରମିକ କାର୍ଯ୍ୟ, ଶ୍ରମିକମାନେ ରାସ୍ତାରେ ବାଲି, ମାଟି, ଚିପ୍ସ, ସିମେଣ୍ଟ, ପିଚୁ ଇତ୍ୟାଦି ପକାନ୍ତି। ବେଳେବେଳେ ପାଣି ମଧ୍ୟ ପକାଇଥାନ୍ତି। ଠିକାଦାର ରାସ୍ତା ତିଆରି କରିବା ପାଇଁ ସରକାରଙ୍କ ଠାରୁ ରାସ୍ତା କାମର ଠିକା ନେଇ ଆବଶ୍ୟକ ସାମଗ୍ରୀ ସହ ରାସ୍ତାର କାମ କରିଥାନ୍ତି। ଏବଂ ଯନ୍ତ୍ରୀ ବା ଇଞ୍ଜିନିୟର, ତାଙ୍କର କାର୍ଯ୍ୟ ରାସ୍ତାର ନିର୍ମାଣ କାର୍ଯ୍ୟ ଠିକଠାକ୍ ହେଉଛି କି ନାହିଁ ତାହା ତଦାରଖ କରନ୍ତି। ତୁମେ ଜାଣ ଯେ ଲୋକମାନେ ଯିବା ଆସିବା ଓ ଜିନିଷପତ୍ର ନେବା ଆଣିବା ପାଇଁ ଶଗଡ଼, ରିକ୍ସା, ବସ୍, ଟ୍ରକ୍ ଆଦି ଯାନ ବ୍ୟବହାର କରନ୍ତି। ଏହି ସବୁ ଯାନ ସଡ଼କ ପଥରେ ଯିବା ଆସିବା କରେ। କେତେକ ଶ୍ରମିକ ମାଲ ଲଦିବା, ଓହ୍ଲାଇବା କାମ କରିଥାନ୍ତି।
କେତେ ଜଣ ଯାନ ଚଳାଇବା ବା ଚାଳକ ଭାବରେ ନିଯୁକ୍ତି ଥାନ୍ତି ଏବଂ ଆଉ କେତେ ଜଣ ସେଇ ଡ୍ରାଇଭରଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟକାରୀ ହୋଇ କର୍ମ ନିଯୁକ୍ତି ଥାନ୍ତି। ଆମେ ବସ୍ରେ ଯାତାୟାତ କଲାବେଳେ ବିଭିନ୍ନ କର୍ମଚାରୀ କାମ କରିବାର ଲକ୍ଷ୍ୟ କରିଥାଉ। ତେବେ ମୁଁ ଏବେ କର୍ମଚାରୀଙ୍କର କାର୍ଯ୍ୟ କରିବି ଦୁଃଖିତ ମୁଁ ଏବେ କର୍ମଚାରୀଙ୍କ କାର୍ଯ୍ୟ କହିବି ଏବଂ ସେ କେଉଁ କର୍ମଚାରୀଙ୍କ ଦ୍ୱାରା ସେ କାର୍ଯ୍ୟଟି ହୋଇଥାଏ ତାହା ମଧ୍ୟ କହିବି। ଗାଡ଼ି ଚଳାଇବା କାର୍ଯ୍ୟ ଡ୍ରାଇଭର। ବସ୍ ଭଡ଼ା ଆଦାୟ କରିବା କାର୍ଯ୍ୟ ବସ୍ ଭଡ଼ା ଆଦାୟ କରିବା କାର୍ଯ୍ୟ କଣ୍ଡକ୍ଟର। ଗାଡ଼ିକୁ ଜିନିଷପତ୍ର ଉଠାଇବା ଓ ଲୋକଙ୍କୁ ସାହାଯ୍ୟ କରିବା କାର୍ଯ୍ୟ କାହାଙ୍କ ଦ୍ୱାରା ହୋଇଥାଏ? ହେଲ୍ପର ବା ସାହାଯ୍ୟକାରୀଙ୍କ ଦ୍ୱାରା। ତେବେ ପୂର୍ବ ପ୍ରଶ୍ନର ଉତ୍ତରରୁ ଆମେ ଜାଣିଲେ ଯେ ଗାଡ଼ି ଚଳାଇବା କାର୍ଯ୍ୟ ଡ୍ରାଇଭର କରିଥାନ୍ତି। ସବୁ ଯାତ୍ରୀଙ୍କର ଯାତ୍ରାକାଳୀନ ନିରାପତ୍ତା ତାଙ୍କ ହାତରେ ଥାଏ। ସେ ରାସ୍ତା ନିୟମ ମାନି ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟେ ନାହିଁ। କଣ୍ଡକ୍ଟର ଯାତ୍ରୀମାନଙ୍କଠାରୁ ନିର୍ଦ୍ଦିଷ୍ଟ ସ୍ଥାନକୁ ତାଙ୍କର ଯାତ୍ରା ନିମନ୍ତେ ବସ୍ ଭଡ଼ା ଆଦାୟ କରନ୍ତି ଏବଂ ସେଥିପାଇଁ ରସିଦ ମଧ୍ୟ ଦିଅନ୍ତି। ହେଲ୍ପର ବସ୍ର ଉଦ୍ଦିଷ୍ଟ ସ୍ଥାନରେ ଯାତ୍ରୀଙ୍କ ଜିନିଷପତ୍ର ରଖି ସେଗୁଡ଼ିକୁ ଗାଡ଼ିକୁ ଉଠାନ୍ତି ଏବଂ ଯାତ୍ରା ସମୟରେ ଆବଶ୍ୟକତା ଅନୁସାରେ ଯାତ୍ରୀଙ୍କୁ ସାହାଯ୍ୟ କରନ୍ତି। ଏହିପରି ଭାବରେ ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପର ଆମକୁ ସେବା ଯୋଗାଇଥାନ୍ତି। ଆମ ସେବାରେ ନିୟୋଜିତ ବସ୍, ଟ୍ରକ୍, ରିକ୍ସା ଆଦି ଯାନଗୁଡ଼ିକ ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଏ। ତେଣୁ ସେହିସବୁ ଗାଡ଼ିର ମରାମତି ଦରକାର ପଡ଼େ। ଗାଡ଼ିର ମରାମତି ନିମନ୍ତେ ଗ୍ୟାରେଜ ଅଛି। ଏଠାରେ ମେକାନିକମାନେ ଅଛନ୍ତି। ସେମାନେ ଗାଡ଼ିକୁ ସଜାଡ଼ନ୍ତି ଏବଂ ସେମାନଙ୍କର ସେବା ବିନିମୟରେ ଆବଶ୍ୟକ ପାଉଣା ନିଅନ୍ତି। ତେବେ ବେଳେବେଳେ ଆମେ ଯେଉଁ ଯାନରେ ଯାତ୍ରା କରୁ ବେଳେବେଳେ ସେଇ ଗାଡ଼ିଗୁଡ଼ିକ ଯାନ୍ତ୍ରିକ ତ୍ରୁଟି ଦେଖାଯାଏ ବା କୌଣସି ଯନ୍ତ୍ରରେ କୌଣସି ଅସୁବିଧା ହୋଇଥାଏ ଯାହାଫଳରେ ଗାଡ଼ି ଷ୍ଟାର୍ଟ ହୁଏନି ବା ସେଇ ସ୍ଥାନରୁ ଆମେ ଅଲଗା ସ୍ଥାନକୁ ଆଉ ଯାଇପାରେନି। ସେଇଭଳି ପରିସ୍ଥିତିରେ ଆମେ ଗାଡ଼ିର ମରାମତି ପାଇଁ ଗ୍ୟାରେଜକୁ ନେଉ ଏବଂ ସେଠାରେ ମେକାନିକ ମାନେ ଅଛନ୍ତି ଏବଂ ସେମାନେ ତାକୁ ଠିକ୍ କରନ୍ତି ଏବଂ ତାଙ୍କର ସେବା ଅନୁସାରେ ନିଜର ବିନିମୟର ଆବଶ୍ୟକ ପାଉଣା ମଧ୍ୟ ନେଇଥାନ୍ତି। ଗୃହପାଠ ପରିବହନ କାହାକୁ କୁହାଯାଏ? 2 ନମ୍ବର ପ୍ରଶ୍ନ ଗମନାଗମନ କାହାକୁ କୁହାଯାଏ? 3 ନମ୍ବର ପ୍ରଶ୍ନ ରାସ୍ତା ତିଆରି କାର୍ଯ୍ୟରେ କେଉଁ କର୍ମଜୀବୀ ନିୟୋଜିତ ଥାନ୍ତି ଏବଂ ତାଙ୍କର କାର୍ଯ୍ୟ କ'ଣ ଲେଖ। 4 ନମ୍ବର ପ୍ରଶ୍ନ ବସ୍ରେ ଯାତାୟାତ ସମୟରେ କେଉଁ କର୍ମଚାରୀ କେଉଁ କର୍ମ କରନ୍ତି ଲେଖ। ବସ୍ରେ ଯାତାୟାତ ସମୟରେ କେଉଁ କର୍ମଚାରୀ କେଉଁ କର୍ମ କରନ୍ତି ଲେଖ।